କରୁଣାଙ୍କ କରୁଣ କାହାଣୀ ନା ଦେଖି ହେଉଛି ନା ସହି ହେଉଛି। ପରିଣତ ବୟସରେ ସାଆ ହେବାକୁ କେହି ନାହିଁ କି ଆହା ପଦେ କହିବାକୁ କେହି ନାହିଁ। ହଁ ଆଜ୍ଞା, ଆମେ କହୁଛୁ ଏହି କୁଞ୍ଚିତ ଚର୍ମରେ ଆଚ୍ଛାଦିତ ହୋଇ ବସି ରହିଥିବା କରୁଣାଙ୍କ କଥା। ଗଜପତି ଜିଲ୍ଲା ମୋହନା ବ୍ଲକ ଚିରାଙ୍ଗ ଗ୍ରାମ ପଞ୍ଚାୟତ ବୁରୁପଦା ଗ୍ରାମର ଏହି ବୃଦ୍ଧ ଦମ୍ପତି କରୁଣା ଓ ଚନ୍ଦ୍ରମା ଉଭୟଙ୍କର ନିଜସ୍ୱ ଘର ଖଣ୍ଡେ ନାହିଁ। ଗାଁ କୋଠଘରେ ବିତୁଛି ଆଶା ଅପେକ୍ଷାର ଜୀବନ। ଆଶା ଏହା ଯେ ଜୀବନ ଯାକ ତ ଦୈବ ଯନ୍ତ୍ରଣା ଦେଇ ଆସିଛି, ଆଉ ଶେଷ ସମୟରେ ନିଜ ପକ୍କା ଘର ଚଟାଣରେ ଜୀବନ ବିତାଇବାକୁ। କରୁଣା ନାୟକ ଘର ବରୁପଦା। କଣ ଅସୁବିଧା ହେଇଛି ବାପା ତମର? ଘର ଦ୍ୱାର ନାହିଁ, ବର୍ଷା ଦିନେ କେମିତି ରହୁଛ? ବାଡି ବାଡି ହଉଛୁ, ଆଉ ଯାହାର ଘର ତାର ଘର ଯାଇକିରି ମାଗିକିରି ଖାଉଛୁ, ଆଉ କି କରିବ। ଘରେ ସବୁ କିଏ କିଏ ଅଛନ୍ତି? ଘର ବାଲା ବୁଢା ବୁଢୀ ଆକା, ଆଉ ପୁଅ ଝିଅ ସମଲେ କେମିତି ରୋଷେଇ କରିକି ଖାଉଛ? ସେମିତି ଆର ଘର ତାର ଘର ମାଗିକିରି ଖାଉଛୁ। ଆଉ ସରକାରକୁ ଟିକେ ଘର ଟିକେ କରେଇ ଦିଅ, ଟିକେ ଘର ଦ୍ୱାର ଟିକେ ଘର ବାରି ତ ସବୁ ଭାଙ୍ଗିଲା, ଆମେ ତ ବୁଢା ବୁଢୀ ଅଛୁ, ଦିଅ ଟିକେ। ଆଉ କଟୁଆଟ ବାକି ରହିଛି, ଆଉ କଟୁଆ ଚୋରି ରହିଛି, ଯେମିତି ମାଗି ରହୁଛୁ ସେମିତି ମାଗିକି ଖାଉଛୁ। ମା ପୁଅ ଝିଅ କିଏ ନାହାନ୍ତି? ନାଇଁ, କିଛି ନାହିଁ, ପୁଅ ନାହିଁ ଝିଅ ନାହିଁ, କିଏ ନାହିଁ। ଆଉ ରୋଷେଇ କରି ଖାଉଛି କେମିତି ଖାଉଛ? ରୋଷେଇ କରିକି ମାଗିକି ଖାଉଛୁ, ଶିକୁଡ଼ି କରି ପଗା କରି। ପୁଅ କିଏ ନାହାନ୍ତି? ନାଇଁ। ବହୁ ବର୍ଷ ତଳେ ନିଜ ଆଶାବାଡିଟିକୁ ହଜାଇ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି। ପୁଅକୁ ହରାଇବା ପରେ ଏବେ ଭୋକ ଉପାସରେ କଟୁଛି ଦିନ। ଭତ୍ତା ଟଙ୍କା ଲାଗି ଅନେକ ସଂଘର୍ଷ କରିବା ପରେ ଏବେ ପାଉଛନ୍ତି ଭତ୍ତା, କିନ୍ତୁ ଆବାସ ଘର କେବେ ପାଇବେ ସେ ନେଇ ଚିନ୍ତା। ବୃଦ୍ଧ ଜଣକ ନିଜ ପାଇଁ ଏକ କୁଡ଼ିଆ ତିଆରି କରିଥିଲେ, କିନ୍ତୁ ଗତ ତିତିଲି ବାତ୍ୟା ସବୁ ଉଜାଡ଼ିଦେଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁରେ ଏକ ଭଙ୍ଗା ମାଟି ଘରେ ଦୁଇ ବୃଦ୍ଧ ଦମ୍ପତି ରହି ଆସୁଛନ୍ତି। ତେଣୁ ଘର ଖଣ୍ଡି ପାଇଁ ଗ୍ରାମର କିଛି ଭଦ୍ରଲୋକ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଯାଇ ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୋ ନାଁ ଭକ୍ତବନ୍ଧୁ ବେହେରତଳେ, ଗ୍ରାମ ବୁରୁପଦା, ପଞ୍ଚାୟତ ଜିରାଙ୍ଗ। ତାଙ୍କର ତ ପୁଅ ଝିଅ କିଏ ନାହାନ୍ତି, ଆଉ ଗୋଟେ କୋଠ ଘରେ ଭଙ୍ଗା ଘରେ ରହିଛନ୍ତି। ତିତିଲି ବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଛି, ଦୀର୍ଘ 4 ବର୍ଷ ହେଲାଣି। ଗୋଟେ ଘର ଖଣ୍ଡିଆଟେ ହେଲେ ତାଙ୍କେ ପାଇ ପାରୁନାହାନ୍ତି। ସରକାର କୌଣସି ପଦକ୍ଷେପ ହେଲେ କିଛି ନେଇ ପାରୁନାହାନ୍ତି। ତାଙ୍କର ଘର ପାଇଁ ବୋଲି କାହାକୁ ଲେଖି ଦିଆ ହେଇଥିଲା, ସରପଞ୍ଚ ଭିଜିଟ କରିବାକୁ ଆଇଥିଲେ, ଆଉ ବ୍ଲକରେ ଦିଆଯାଇଥିଲା, କୌଣସି ପଦକ୍ଷେପ କୌଣସି ବୁଝୁନାହାନ୍ତି। ଆଉ ଗୋଟେ ଭଙ୍ଗା କୋଠ ଘରଟି ଅଛି, ସେ କୋଠ ଘରେ ସେମାନେ ଆଶ୍ରୟ ନେଉଛନ୍ତି। ବର୍ଷା ପାଣି ହେଲେ ମାଗ ଯାଚି କରି ଖାଇକି ରହୁଛନ୍ତି। ସରକାର ଖଣ୍ଡିଏ ଘରଟି ଦେଲେ ଭଲ ହେଇଥାନ୍ତା। ମୋ ନାଁ ମାଧବ ନାୟକ, ଘର ଆମର ଏଇ ବୁରୁପଦା ଗାଁରେ, ପଞ୍ଚାୟତ ଜିରାଙ୍ଗ। ନା ଆଜ୍ଞା, ମଝିରେ ତ ତାଙ୍କର ଘର ପାଇଁ କଣ ଆପ୍ଲାଏ କରାହେଇଥିଲା ବୋଲି କହୁଥିଲେ, ମୁଁ ହେଲେ ଶୁଣିଥିଲି, ବୁଝିଲେ କି। ତାପରେ କାହିଁ ସେମିତି କିଛି ତାଙ୍କର ଘର ଆସିନି। ଆଉ ଏବେ ଗୋଟେ ହେଇଯିବ, ଯୋଉ ଆଗର ଯୋଉ ପ୍ରଥମର ଯୋଉ ବାତ୍ୟାଟା ଆସିଥିଲା, ସେଠୁ ଆଗ ତାଙ୍କ ଘରଟା ଭାଙ୍ଗି ଯାଇଛି। ଆମ ଗାଁର ଗୋଟେ କୋଠ ଘର ଗୋଟେ ଥିଲା ଭଙ୍ଗା ତୁତୁଡା ହେଇକି, ସେଟାକୁ ସଫାସୁତୁରା କରି ରହୁଥିଲେ ଯେ ବର୍ତ୍ତମାନ 3-4ଟା ବର୍ଷା ଯୋଉ ହବାରୁ ସେ ଘରଟା ଏବେ ଭାଙ୍ଗି ଯାଇଛି ସମ୍ପୂର୍ଣ୍ଣ। ଆଉ ତାଙ୍କର ଚଳନୀୟଟା ବହୁତ କଷ୍ଟ ହଉଛି, ରୋଷେଇ କରି ଖାଇବାଟା ପ୍ରୋବ୍ଲେମ ହଉଛି। ଆଉ ଗାଁରେ ଏମିତି କିଏ କଣ ଟିକେ ଅସୁବିଧା ଟାଇମରେ ଦେଲେ ଖାଉଛନ୍ତି, ଆଉ ଏଠି ପଡିଥାଉଛନ୍ତି। ଆଉ ନାଇଁ, ମୁଁ ତ ସେଟା ଜାଣିନି, କିନ୍ତୁ ଲେଖିକି ଦିଆହେଇଛି ବୋଲି କହିଥିଲେ ବୋଲି ଆଥା, ବୁଝିଲେ କି। ହଁ, ଲେଖିକି ଦିଆହେଇଛି। ସରକାରଙ୍କୁ ଆମର ଏତିକି ଅନୁରୋଧ, ଆଉ ସେମାନଙ୍କୁ ଯଦି ଗୋଟେ ପକ୍କା ଘରଟି ଦିଆ ହେଇଥାନ୍ତା, ତାହେଲେ ସେମାନେ ଅବସର ବାକି ଜୀବନଟା ସେଇ ଘରେ କାଟିଥାନ୍ତେ। ଆଉ ଏନେଇ ପ୍ରଥମେ ଆମେ ପଞ୍ଚାୟତ ପିଓଙ୍କୁ ଯୋଗାଯୋଗ କରିଥିଲୁ। ପ୍ରଥମେ ସେ ଫୋନ୍ ରିସିଭ୍ କରିନଥିଲେ, ପୁଣି ସରପଞ୍ଚଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲୁ। ସେ କହିଛନ୍ତି ଯଥାଶୀଘ୍ର କରିଦେବୁ। ମୁଁ ପ୍ରଥମେ ସ୍ୱାଗତ କରୁଛି। ମୁଁ ଜିରାଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ। ଆମେ ପ୍ରୋସେସରେ ରଖିଛୁ, ଯେହେତୁ ଗତ ଥର ବି ତାଙ୍କର ଅସୁବିଧା ଥିଲା, ତଥାପି ଆମେ ଦେଇଛୁ। ଆମ ହିସାବରେ ଆମେ ସରକାରଙ୍କୁ ବି ଜଣେଇଛୁ।
ପ୍ରୋସେସରେ ଚାଲିଛି ବର୍ତ୍ତମାନ। ତାଙ୍କର ଅସୁବିଧା ପେନସନ ବି ହେଇନଥିଲା, ପେନସନ ପାଇଁ ଯୋଗାଇ ଦିଆଗଲା। ପୁଣି ଆଉ ଘର ପାଇଁ ଏବେ ଚାଲିଛି ପ୍ରୋସେସ। ବାତ୍ୟାରେ ସେମାନଙ୍କ ପାଇଁ ଆମେ ସ୍କୁଲ ଘରଟି ଗୋଟେ ଆଶ୍ରୟସ୍ଥଳୀ ଗୋଟେ କରାଯାଇଥିଲା, ସେଟା ନେଇକି ସେମାନେ ସ୍କୁଲ ଘରେ ରହିଛନ୍ତି। ସେଟା କେତେ ଦିନ ସେଟା ତ ଆମେ କହିପାରିବୁ ନାହିଁ, ସେଟା ଯାହା ଗଭର୍ଣ୍ଣମେଣ୍ଟ ଯାହା ଅର୍ଡର କରିବେ। ଆମେ ଚେଷ୍ଟା କିନ୍ତୁ କରୁଛୁ ଆଉ ଶୀଘ୍ର କରେଇଦେବା ପାଇଁ। କିନ୍ତୁ ବାରମ୍ବାର ଏ ବିଷୟରେ ଗ୍ରାମର କିଛି ସହୃଦୟ ବ୍ୟକ୍ତି ପଞ୍ଚାୟତ ଠାରୁ ପଞ୍ଚାୟତ ସମିତି ଯାଏ ଦୌଡ଼ିଛନ୍ତି, କିନ୍ତୁ ଆଜି ଯାଏ ଘର ଖଣ୍ଡେ ପାଇନାହାନ୍ତି କରୁଣା। ହେଲେ କେବେ ସରିବ କରୁଣାଙ୍କ କରୁଣ କାହାଣୀ, ତାହାକୁ ନେଇ ଅପେକ୍ଷା। ଗଜପତି ଜିଲ୍ଲା ମୋହନାରୁ ତ୍ରିପଦ ବିଷୟ ରତ୍ନଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।